WhatsApp यूज କରୁଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଏ ବିଷୟରେ ଜାଣିନାହାନ୍ତି। ଆପଣ କଣ 90% ଲୋକ ଜାଣିନାହାନ୍ତି ଏ ବିଷୟରେ। ହେଲେ କଣ ଏମିତି ଅଛି ଏବେ ଆପଣ ଭାବୁଥିବେ ଦେଖନ୍ତୁ ଏମିତି କିଛି ହିଡେନ ଏମିତି କିଛି ସିକ୍ରେଟ ରହିଛି ଯୋଉଟା କି WhatsApp ୟୁଜ କରୁଥିଲେ ମଧ୍ୟ ସମସ୍ତେ ଜାଣିନାହାନ୍ତି। ହେଲେ କଣ ସେଇଟା ଜାଣିବାକୁ ଚାହୁଁଥିବେ ନିଶ୍ଚୟ। ତ ମୁଁ ବି ଆପଣଙ୍କୁ ଫଟାଫଟ ଆଜି ଭିଡିଓରେ ଜଣେଇଦେବି ଯୋଉଟା କି ଗୋଟେ ହିଡେନ ସିକ୍ରେଟ। ତ ଡେରି କାହିଁକି ମୁଁ ଆପଣଙ୍କୁ ଫଟାଫଟ ଆଜି ଭିଡିଓରେ ଜଣେଇଦେବି କିନ୍ତୁ ଜାଣିବା ପୂର୍ବରୁ ଭିଡିଓକୁ ଗୋଟେ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲକୁ ନ ଆସିଥିଲେ ବର୍ତ୍ତମାନ ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ପ୍ରେସ କରି ଅଲ୍ କ୍ଲିକ୍ ରଖିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। ତ ଦେଖିବାକୁ ପାଉଥିବେ ମୁଁ WhatsApp କୁ ଓପନ କରିସାରିଛି ଗୋଟେ ଚାଟ୍ କୁ ଆସିଯାଇଛି। ଆପଣ ଯାହାର ବି ଚାଟ୍ କୁ ଯାଆନ୍ତୁ କିଛି ଅସୁବିଧା ନାହିଁ ସେଇ ସେମ ୱେ ହିଁ ହବ କିନ୍ତୁ କଣ ସେଇ ସିକ୍ରେଟଟା ବା କଣ ହିଡେନଟା ଆପଣ ଜାଣି ନିଅନ୍ତୁ। ଏଇ ଯୋଉ କିବୋର୍ଡ ରହିଲା ନା ଏଠି ହିଁ ରହିଛି ଆମର କାମ। ଏଠି ଦେଖନ୍ତୁ ମୁଁ କଣ ଟାଇପ କରୁଛି ଷ୍ଟାର ତାପରେ ସ୍ପେସ ଦେଲି ଦେଖନ୍ତୁ ଗୋଟେ ଡଟ୍ ଅଟୋମେଟିକାଲି ଆସିଗଲା ମତେ ଆଉ ଡଟ୍ ଦେବାକୁ ପଡିଲାନି। ଓକେ ଏବେ ଦେଖନ୍ତୁ ଆଗକୁ କଣ ହଉଛି ଏଠି ମୁଁ କିଛି ବି ଗୋଟେ ଲେଖି ଦଉଛି ଏଠି ଲେଖି ଦଉଛି ଫଟୋ ଦେନ୍ ଏଣ୍ଟର କରୁଛି ମାନେ ତଳକୁ ଗୋଟେ ନଉଛି ଅଟୋମେଟିକାଲି ଦେଖନ୍ତୁ ଡଟ୍ ଆସିଗଲା ଦେଖିଲେ ନା। ମୁଁ ଏବେ ଏଠି ଆଉ ଗୋଟେ ଲେଖି ଦଉଛି ଭିଡିଓ ଦେନ୍ ପୁଣି ଏଣ୍ଟର କଲି ମାନେ ତଳକୁ ନେଲି ଦେଖିବା ପରେ ଆଉ ଥରେ ଆସିଗଲା ସେଇ ଡଟ୍ ଟା ମତେ ଆଉ ଡଟ୍ ଦେବାକୁ ପଡିଲା କି ନା ଦରକାର ପଡିଲାନି ଅଟୋମେଟିକାଲି ଏଣ୍ଟର କରୁ କରୁ ସେ ଡଟ୍ ଆସିଗଲା। ଦେଖନ୍ତୁ ଏବେ କିଛି ଗୋଟେ ଲେଖି ଦଉଛି ତାପରେ ଏଣ୍ଟର କଲି ସେ ଡଟ୍ ଏଗେନ୍ ଆସିଯାଉଛି। ଦେଖନ୍ତୁ ଏମିତି ଭାବରେ ମୁଁ ଯେତେ ଥର ବି ଏମିତି କରୁଛି ଏଣ୍ଟର କରି ଯାଉଛି ଅଟୋମେଟିକାଲି ସେ ଡଟ୍ ଯାକ ଆସି ଯାଉଛି। ଦେଖିବାକୁ ପାଇଲେ ନା ଏଟା କେମିତି ଯଦି ଆପଣ କିଛି ଗୋଟେ ଲିଷ୍ଟ ଟାଇପ ର କାଉ ଗୋଟେ କରିକି ସେଣ୍ଡ କରିବାକୁ ଚାହୁଁଛନ୍ତି WhatsApp ରେ ତ ଏହି ଟ୍ରିକ୍ ଟାକୁ ୟୁଜ କରନ୍ତୁ ଦେଖିବେ ବଢିଆ ସେ କାମ ଦବ। ଏବେ ଦେଖନ୍ତୁ ମୁଁ ଏମିତି କରିଦେଲି ତାପରେ ସେଣ୍ଡ କରିଦେବି ଦେଖିବାକୁ ପାଉଥିବେ ଏଇ ଟାଇପ ର କିଛି ଗଲା। ତାପରେ ନମ୍ବର 2 ଆଉ ଗୋଟେ ଅଛି ଏଟା ତ ଡଟ୍ ଟାଇପ ର ଗଲା ଯଦି ଡଟ୍ ବଦଳରେ ଆପଣ ନମ୍ବରିଂ ହିସାବରେ କାହାକୁ ସେଣ୍ଡ କରିବାକୁ ଚାହୁଁଛନ୍ତି ତ ସେଟା କେମିତି ହବ ସେଟା ବି ହେଇଯିବ। ଏଥିପାଇଁ ଆପଣ କଣ କରିବେ 1 ଡଟ୍ ଯୋଉ ଫୁଲ ଷ୍ଟପ୍ ରହିଲା ହେଲା 1 ଫୁଲ ଷ୍ଟପ୍ ଦେଇଦେବେ ଦେନ୍ ସ୍ପେସ ଦେବେ ତାପରେ ଏବେ ଆପଣ ଯାହା ଲେଖିବାକୁ ଚାହୁଁଛନ୍ତି ଲେଖନ୍ତୁ ଏ କଲର ତାପରେ ଏଣ୍ଟର କରୁଛୁ ମାନେ ତଳକୁ ଆଣିଲି ଦେଖନ୍ତୁ 2 ଟା ଅଟୋମେଟିକାଲି ଆସିଗଲା ମତେ ଆଉ 2 ଟାଇପ କରିବାକୁ ପଡିଲା କି ପଡିଲାନି ଅଟୋମେଟିକାଲି ଆସିଗଲା। ଏବେ ମୁଁ କିଛି ବି ଗୋଟେ ଲେଖି ଦଉଛି ଏମିତି ମନ ଇଚ୍ଛା ହେଲା ତାପରେ ଏଣ୍ଟର କଲି ଏଗେନ୍ ଦେଖିବାକୁ ପାଉଥିବେ ସେ ନମ୍ବରିଂ ଅଟୋମେଟିକାଲି ଆସୁଛି ଏଣ୍ଟର କରୁ କରୁ ଦେଖିବାକୁ ପାଉଛନ୍ତି ନା। ତ ଏଇଭଳି ଭାବରେ ଆପଣ ଦେଖିବାକୁ ପାଇଲେ ମୁଁ ଯୋଉ ଟ୍ରିକ୍ ଟା କହିଲି ତାର ଅନୁସାରେ ଏଟା ୱାର୍କ କରୁଛି। ତ ଏଇଭଳିଆ ଆପଣ କଣ କରିବେ ଏମିତି ନମ୍ବରିଂ କରିକି ସେଣ୍ଡ କରିପାରିବେ। ତାପରେ ନମ୍ବର 3 ଆଉ ଗୋଟେ ଟ୍ରିକ୍ ଅଛି ଦେଖନ୍ତୁ ଏଠି ଯଦି ଆପଣ କିଛି ଗୋଟେ ଲେଖୁଛନ୍ତି ଆଉ ସେଥି ଭିତରୁ କିଛି ଗୋଟେ ୱାର୍ଡକୁ ଆପଣ ହାଇଲାଇଟ କରିବାକୁ ଚାହୁଁଛନ୍ତି ତ ଏଠି ମୁଁ ଲେଖି ଦଉଛି ଦିସ୍ ଇଜ ଅଜିତ କୁମାର ସାହୁ ଓକେ ଅଫିସିଆଲ ଏଇଟା କିଛି ଲେଖିଲି ଆପଣ ଯାହା ବି ଲେଖନ୍ତୁ ମୁଁ ଏକ୍ସାମ୍ପଲ ପାଇଁ କହିଲି ଯଦି ମତେ ଏଇଠୁ ଅଜିତ କୁମାର ସାହୁ ଏ ନାଁଟାକୁ ହାଇଲାଇଟ କରିବାର ଅଛି ତ ଏଇଟାକୁ ମୁଁ କଣ କରିବି ଏଠି ଯୋଉ ରହିଲା ଷ୍ଟାର ମାର୍କ ଦେଲି ଦେନ୍ ଏଠି କଣ କରିବା ଏଠି ଗୋଟେ ଷ୍ଟାର ମାର୍କ ଦେଇଦେଲି ଦେଖନ୍ତୁ ମାନେ ଷ୍ଟାର୍ଟିଂ ରେ ଆଉ ଏଣ୍ଡିଂ ରେ ଆପଣଙ୍କୁ ଷ୍ଟାର ମାର୍କ ଦେବାର ଅଛି ଦେଖିଲେ ନା ଦେଲା ପରେ କଣ ହେଲା ସେଟା ବୋଲ୍ଡ ହେଇଗଲା ହାଇଲାଇଟ ହବ। ଏବେ ଦେଖନ୍ତୁ ଏଇ ଟାଇପ ର କରିକି ଆପଣ ବୋଲ୍ଡ କରିପାରିବେ ଦେନ୍ ସେଣ୍ଡ କରିଦେବେ ଦେଖିବାକୁ ପାଉଥିବେ ଯୋଉ ନର୍ମାଲ ସା ଟେକ୍ସଟ ଥିଲା ସେଥି ଭିତରୁ ମୁଁ ଯୋଉଟାକୁ ଷ୍ଟାର ମାର୍କ ଦେଲି ଷ୍ଟାର୍ଟିଂ ଆଉ ଏଣ୍ଡିଂ ରେ ସେଇଟା ପୁରା ହାଇଲାଇଟ ହେଇକି ଦେଖାଯାଉଛି ମାନେ ବୋଲ୍ଡ ହେଇଗଲା ଦେଖିଲେ ନା ଏଟା ଗୋଟେ ଟ୍ରିକ୍ ଥିଲା। ତାପରେ ନମ୍ବର 4 ଆଉ ଗୋଟେ କହିଦଉଛି ତ ଏଠି ଦେଖନ୍ତୁ କିବୋର୍ଡ ରେ ଏଠି ଆମେ ଏଠି କ୍ଲିକ କରିବା ଦେନ୍ ଏଇ ଯୋଉ ସିମ୍ବଲ ରହିଲା ଏଟାକୁ ଏଡ୍ କରିବା ଏଟାକୁ ଏଡ୍ କଲା ପରେ କିଛି ବି ଗୋଟେ ଲେଖିଦବା ପୁଣି ଅଗେନ୍ ସେଇ ସିମ୍ବଲ ଟାକୁ ଏଡ୍ କରିଦବା ଏଡ୍ କଲେ କଣ ହବ ନା ତାପରେ ଗୋଟେ ଲମ୍ବା ଲାଇନ ମାନେ ଗୋଟେ ଗାର ପଡିଗଲା କଟିଲା ଭଳିଆ ହେଲା ଏଇ ଟାଇପ ର ଯଦି ଆପଣ ଲେଖି ସେଣ୍ଡ କରିବାକୁ ଚାହୁଁଛନ୍ତି ଏଇଭଳି ଆପଣ ଦିଟା ସିମ୍ବଲ କୁ ୟୁଜ କରି ଲେଖିଦେବେ ଦେନ୍ ସେଣ୍ଡ କରିଦେବେ ଦେଖିବାକୁ ପାଉଥିବେ ସେଠି କଣ ହେଲା କଟିଲା ଭଳିଆ ଗଲା। ସୋ ଆଇ ହୋପ ଏବେ ଆପଣ ଜାଣିପାରିଥିବେ କଣ ଥିଲା WhatsApp ର ସେଇ ହିଡେନ ସିକ୍ରେଟ। ଏବେ ତ ଆପଣ ଜାଣିଗଲେ ଯେତେବେଳେ ଆପଣଙ୍କୁ ଦରକାର ପଡିବ ସେତେବେଳେ ଆପଣ ଆକୁ ୟୁଜ କରିକି WhatsApp ରେ ମାନେ ଆପଣଙ୍କର କାମ କରିପାରିବେ। ଓକେ ତ କେମିତି ଲାଗିଲା ଏଇଟା ଆପଣଙ୍କୁ କମେଣ୍ଟ ସେକ୍ସନ ରେ ଜଣାକୁ ଜମାରୁ ଭୁଲିବେନି ଆଉ ଏଇ ଟାଇପ ର ହେଲ୍ପଫୁଲ ଭିଡିଓ ପାଇଁ ନିହାତି ଭାବରେ ଚ୍ୟାନେଲକୁ ସବସ୍କ୍ରାଇବ କରିନେବେ ବେଲ ଆଇକନକୁ ପ୍ରେସ କରି ଅଲ୍ କ୍ଲିକ୍ କରି ରଖିନେବେ। ଆଉ ଭିଡିଓଟି ହେଲ୍ପଫୁଲ ହେଇଛି ଲାଇକ୍ କରିଦେବେ ଏଟା ତ କହିବାକୁ ପଡିବନି କିନ୍ତୁ ସେୟାର କରି ସମସ୍ତଙ୍କୁ ଜଣେଇ ଦିଅନ୍ତୁ କାହିଁକି ନା ସମସ୍ତେ ଏ ବିଷୟରେ ଜାଣିବା ଦରକାର। ତ ପୁଣି ଦେଖାହବା ଆଉ ଗୋଟେ ଏଇଭଳି ନୂଆ ଇଣ୍ଟରେଷ୍ଟିଂ କଣ୍ଟେଣ୍ଟ ସହିତ ସେଥି ପର୍ଯ୍ୟନ୍ତ ମତେ ବିଦାୟ ଦିଅନ୍ତୁ ବାଏ ବାଏ ଟେକ୍ କେୟାର।